ଜାମକୁଣ୍ଡା ଠାରୁ ପଞ୍ଚୁପାଲି ପାଇଁ ପିଡବ୍ଲ୍ୟୁଡିରୁ 30 କୋଟିରୁ ଅର୍ଥ ମଞ୍ଜୁର ହୋଇଥିଲା। ଅତି ନିମ୍ନମାନର କାମ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି, ହେଲେ କର୍ତ୍ତୃପକ୍ଷ ନିଘା ଦେଉନାହାନ୍ତି। ରାଜନେତା ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା ପାଇଁ ଲୋକେ ହେଉଛନ୍ତି ହନ୍ତସନ୍ତ। ଇଲେକ୍ଟ୍ରିକ୍ ପୋଲ୍ ରାସ୍ତା ମଝିରେ ପିଚ୍ ହେବା ପାଇଁ ନିର୍ଦ୍ଦିଷ୍ଟ ରାସ୍ତା ଅଦ୍ୟାବଧି ହୋଇନଥିବା ଯୋଗୁଁ ସଙ୍ଗୀନ ଅଭିଯୋଗ କରିଛନ୍ତି ଲୋକମାନେ। କାର୍ଯ୍ୟାଦେଶର ଅବଧି ସରିଥିବା ବେଳେ କାର୍ଯ୍ୟ ଅଧାପନ୍ତିରା ନେଇ ମଧ୍ୟ ଅଭିଯୋଗ ହୋଇଛି। ଅନେକ ସମୟରେ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ପଦକ୍ଷେପ ନ ନେଲେ ରାସ୍ତା ରୋକ କରିବାକୁ ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ ବୋଲି ଅନନ୍ତ ବିଶ୍ୱାଳ, ସଞ୍ଜୟ ଦାସ, ନାରାୟଣ ଚକ୍ରବର୍ତ୍ତୀ, ଆଲୋକ ଦାସ, ଦେବେନ୍ଦ୍ର ଜେନା, ନିର୍ମଳ ବିଶ୍ୱାଳ, ଗଣଧର ଜେନା, ରାଜୁ ରାଉଳ, ଶିବ ସାହୁ, ଗୌରାଙ୍ଗ ବେହେରା, ବାପି ମାଝୀ, ରଘୁନାଥ ସାହୁ, ଲକ୍ଷ୍ମୀକାନ୍ତ ଜେନା ପ୍ରଭୃତି ଅଞ୍ଚଳର ଲୋକମାନେ ଚେତାବନୀ ଦେଇଛନ୍ତି। ଶାନ୍ତନୁ ମହାପାତ୍ରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍। ଟିକେ ପରିଚୟ ଦେବେ କି ଆପଣଙ୍କ ନାମଟା? ମୋ ନାଁ ଅନନ୍ତ ବିଶ୍ୱାଳ। ଏ ଜାମକୁଣ୍ଡା ପାଖରୁ ପଞ୍ଚପାଲି ଯାହା ଯେ ପିଡବ୍ଲ୍ୟୁଡି ଯାଇକି ରାସ୍ତା ହେଇଛି, ଆଗରୁ ଆମ ବରଂ ଯିବା ଆସିବା ଭଲ ଥିଲା। ଏଇ ଲୋକଟା କଟକ ଧରିଛି ଆକ୍ସିଡେଣ୍ଟର, ପୁରା ମେଟାଲ ସବୁ ଦେଖନ୍ତୁ। ଏଇଭଳିଆ କାମ ଦେଶରେ ହୁଏନି? କାମ ତ ହଉଛି, କାମ ହେଲା ଭଳିଆ ହଉନି। ଆମର କଟକ ଧରିଗନି, କଟକ ଧରିଗନି। ମୋ ସେମାନେ ରାସ୍ତାରେ ପଡ଼ିଗଲା। ଆମର ବାଲି ରାସ୍ତା ଥିଲା, କାହିଁକି ରାସ୍ତା କଲେ? ଏ ରାସ୍ତା କିସ ମଣିଷ ହେଲେ ଯିବା ଆସିବା କରିବ? ମୁଁ ଡାକ୍ତର କତି ଯାଇପାରୁନି। ପରିଚୟ ଦେବେ କି? ଏଇ ଯୋଉ ରାସ୍ତା ମେରେ କ'ଣ ହେଇଛି ବର୍ତ୍ତମାନ? ଏ ଯେଉଁ ପିଡବ୍ଲ୍ୟୁଡି ରାସ୍ତା ଯେଉଁ ଜାମକୁଣ୍ଡାରୁ ପଞ୍ଚୁପାଲି, ଏ ରାସ୍ତା ବାବଦରେ ଆପଣଙ୍କର କ'ଣ ଅଭିଯୋଗ ଅଛି? ଆଜ୍ଞା, ଏଇ ଅଦ୍ଭୁତିଆ ମାର୍କେଟ ପାଖରେ 200-300